ତ ଦେଖ ପିଲାମାନେ ଆଜିର ଏଇ ଭିଡ଼ିଓରେ ଆମେ ତମର ଏନ୍ଆରଟିଏସ୍ ଏକ୍ଜାମ ପାଇଁ କିଛି ଇମ୍ପୋର୍ଟାଣ୍ଟ ମ୍ୟାଥର କ୍ୱେଶ୍ଚିନ୍ ଆଲୋଚନା କରିବା ଏବଂ এই କ୍ୱେଶ୍ଚିନ୍ ଗୁଡ଼ିକ ତମେ ଗ୍ରୁପରେ ଲାଇଭ୍ ଆଟେଣ୍ଡ କରିପାରିବ ହେଲା। ତ ଯୋଉମାନେ ବି ଗ୍ରୁପରେ ଜଏନ୍ କରିନ ଏସପି ଗୁରୁଦେବ ଏନ୍ଆରଟିଏସ୍ ଙ୍କ ଗ୍ରୁପରେ ଜଏନ୍ କରିଯିବ। এই ଗ୍ରୁପରେ ତମେ ଅଲଗା ସବୁ ସବଜେକ୍ଟର କୁଇଜ୍ ଇମ୍ପୋର୍ଟାଣ୍ଟ କୁଇଜ୍ ପ୍ରାକ୍ଟିସ୍ କରିପାରିବ। ବହୁତ ଷ୍ଟୁଡେଣ୍ଟ ଜଏନ୍ ହେଇସାରିଛନ୍ତି, ନିଶ୍ଚିତ ଭାବରେ ଜଏନ୍ କର। ଓକେ, ତ ଦେଖ ପ୍ରଥମ କ୍ୱେଶ୍ଚିନ୍ଟା ଏଇଟା ତମର ଦେଇଛି କେଉଁଠି ଏକ ପୂର୍ଣ୍ଣବର୍ଗ ରାଶିର ଏକକ ଅଙ୍କ ହୋଇପାରିବ। ତ ଦେଖ ଏକକ ଘରେ ତମର ଗୋଟେ ବର୍ଗ ସଂଖ୍ୟା କଣ କଣ ରହିପାରିବ? 1 ରହିପାରିବ, 4 ରହିପାରିବ, ନେକ୍ସଟ ଯଦି ଆମେ ଦେଖୁଛନ୍ତି 5 ରହିପାରିବ, 6 ରହିପାରିବ, 7 କେବେ ରହିବନି ହେଲା, କି 8 ରହିବନି, 9 ରହିପାରିବ, 0 ମଧ୍ୟ ରହିପାରିବ। ଏତିକି କଥା ବୁଝିପାରୁଛ? ତାହେଲେ କଣ କଣ ରହିପାରିବ ନା 1 4 5 6 9 0। ତମର ଅପସନ ଦେଖିବ 8 7 2 ଏ ତିନିଟା କାଟିଦିଅ, ତ ଏଠି ତମର 6 ହଉଛି ଆନ୍ସର। ବୁଝିହେଲା? କାରଣ ଯୋଉ ସଂଖ୍ୟାର ଏକକରେ 1 ଅଛି ତାର ବର୍ଗ ନେଲେ କେତେ ଆସିବ? ଏକକରେ 1 ଆସିବ। ଯାହାର 2 ଅଛି, ବୁଝିପାରୁଛ ତ, ତାର ଯଦି ବର୍ଗ ନବ ଏକକରେ 4 ଆସିବ। ଯଦି ଏକକରେ 3 ଅଛି ତାହାର ବର୍ଗ ନେଲେ ଏକକରେ 9 ଆସିଯିବ। ଯଦି 4 ଅଛି କଣ ହବ ପିଲାମାନେ? ତାର ବର୍ଗ ନେଲେ 6 ଆସିଯିବ। ଯଦି 5 ଅଛି ତାର ବର୍ଗ ଯଦି ମୁଁ ନଉଛି ଏକକରେ 5 ଆସିଯିବ। ବୁଝିହେଲା? ମନେକର 6 ଅଛି ଏକକରେ, ଯଦି ତାର ବର୍ଗ ମୁଁ ନଉଛି ଏକକରେ 6 ଆସିଯିବ। ମନେକର ଏକକରେ 7 ଅଛି, ତାର ବର୍ଗ ଯଦି ମୁଁ ନେବି 9 ଆସିଯିବ। ବୁଝିପାରୁଥିବ ଏଗୁଡିକ ସବୁ? ମନେକର 8 ଅଛି, ବର୍ଗ ନେଲେ କଣ? ଏକକରେ 4 ଆସିଯିବ। 9 ଅଛି ଏକକରେ, ଯଦି ବର୍ଗ ନବା ଏକକରେ କେତେ? 1 ଆସିଯିବ। ସେମିତି 0 ଥିଲେ ତାର ଯଦି ବର୍ଗ ନଉଛ 0 ଆସିବ। ମନେକର 10 ର ସ୍କୋୟାର ମୁଁ କରୁଛି, କେତେ ଆସିବ? 100 ଆସିବ ନା, ଏକକରେ 0 ଆସୁଛି। ବୁଝିପାରୁଥିବ ଏଇଟା? ତ ତମେ କେବଳ ମନେ ରଖିଦିଅ ଯେ ଏତିକି ସଂଖ୍ୟା ତମର ଗୋଟେ ବର୍ଗ ସଂଖ୍ୟାର ଏକକରେ ଆସିପାରିବ। ତ କ୍ୱେଶ୍ଚିନ୍ ତମେ ଦେଖିଲେ ଡାଇରେକ୍ଟ ପୁରା କରିଦେଇ ପାରିବ। ବୁଝିହେଲା? ନେକ୍ସଟ ଦେଖ ସେକେଣ୍ଡ କ୍ୱେଶ୍ଚିନ୍ ତମକୁ ଦେଇଛି √3 ଯଦି ତମର 1.732 ତାହେଲେ √3 + 1 / √3 - 1 ର ମାନ କେତେ ହବ? ତ ଏଠି ଆମେ ଡାଇରେକ୍ଟ ମୂଲ୍ୟଟା ପକେଇବନି ହେଲା। ଫାଷ୍ଟ ଆମେ ଏଟାକୁ ଫ୍ୟାକ୍ଟରାଇଜ କରିଦବା। କେମିତି କରିବା ଦେଖ, ତଳେ ମାଇନସ ଅଛି, ତାହେଲେ ଗୋଟେ କାମ କର, ଏଠି ମୁଁ √3 - 1 ଅଛି ମାନେ କଣ କରିବି? √3 + 1 ତଳେ ମଲ୍ଟିପ୍ଲାଏ କରିଦେବି, ଉପରେ ମଧ୍ୟ ସେତିକି ମଲ୍ଟିପ୍ଲାଏ କରିବି। ବୁଝିହେଲା କଥାଟି? ତମେ ଗୋଟେ ଫର୍ମୁଲା ଜାଣିଛ ଯେ a + b ଗୁଣନ ଯଦି ମୁଁ a - b କରୁଛି ସେଟା କେତେ ଆସିବ? এটা ତମର a² - b² ଆସେନି କି? ବୁଝିପାରୁଛ? ତାହେଲେ ଏଇଟା କେତେ ହବ? ଉପରେ ତ ଦେଖ ଏଇଟାକୁ ମୁଁ a ନଉଛି, ଏଇଟାକୁ b ନେଇଛି, ତ ଏଇଟା କଣ ହଉଛି ନା a + b ହୋଲ୍ ଇନ୍ଟୁ a + b, ମାନେ ଏଇଟା a + b ର ହୋଲ୍ ସ୍କୋୟାର ଉପରେ ହେଇଯାଉଛି। ବୁଝି ହଉଥିବ? a + b ର ହୋଲ୍ ସ୍କୋୟାର ସମସ୍ତେ ଜାଣିଛ, a² + b² + 2ab। ତାହେଲେ କେତେ ହବ? √3 ର ସ୍କୋୟାର ପ୍ଲସ୍ 1 ର ସ୍କୋୟାର ପ୍ଲସ୍ 2 ଇନ୍ଟୁ √3 ଇନ୍ଟୁ 1। ତଳେ ହଉଛି ତମର କଣ? a² - b², ମାନେ କଣ ହବ? √3 ର ସ୍କୋୟାର ମାଇନସ୍ 1 ର ସ୍କୋୟାର। ଏତିକି ଯାଏଁ ତ କ୍ଲିୟର? √3 ର ସ୍କୋୟାର ଟା କେତେ ହେଇଯିବ? 3 ହେଇଯିବନି କି? ମନେକର ଏମିତି √x ର ସ୍କୋୟାର ତମକୁ ଦେଇଛି, କଣ ହବ ସେଇଟା? x ହେଇଯିବ। 1 ର ସ୍କୋୟାର ହଉଛି 1, ଇଏ ହଉଛି ତମର 2√3। ତଳେ କେତେ ହେଲା? √3 ର ସ୍କୋୟାର ହଉଛି 3, 1 ର ସ୍କୋୟାର 1, ତ 3 - 1। ଏତିକି ଯାଏଁ ବୁଝି ଯାଇଥିବ? ଉପରେ 3 ଯୁକ୍ତ 1 ହେଲା 4, ଇଏ ହଉଛି 2√3, 3 ରୁ 1 ଗଲେ 2, ତାହେଲେ ଇଏ ତମର କେତେ ହେଲା? এটা হচ্ছে 2 + √3। ବୁଝିହେଲା? ତ ଦେଖିପାରୁଥିବ ପୁରା ଇଜି କ୍ୱେଶ୍ଚିନ୍ ଅଛି ଏଇଟା ହେଲା। 2 + √3 ର ମୂଲ୍ୟ ଆମକୁ କେତେ ଦେଇଛି? 1.732। ମିଶେଇ ଦିଅ।
ये तुम केते 3.732। ऑप्शन बी हूँ तुम करेक्ट। पूरा क्लीयरली बुझी जाइए बर्तमान तुम। तो प्रथम जब 1.732 तुम ये जगह पकई दौच से तुमको टे असुविधा लगिपे कि तुम कम हो प्रथम तुम कौन कर এটা ରେସନାଲାଇଜ କରିବ ହେଲା। ଫ୍ୟାକ୍ଟରାଇଜ ମୁଁ କହିଦେଇଥିଲି ଭୁଲ ସେ, ଏଟା ହଉଛି ରେସନାଲାଇଜେସନ କରିଦବ ହେଲା। ମାନେ ତଳେ ଯଦି ଏଇଟା ମନେକର ଏଠି ପ୍ଲସ୍ ଥାନ୍ତା ମାଇନସ୍ ମଲ୍ଟିପ୍ଲାଏ କରିଥାନ୍ତ, ମନେକର ତଳେ ଏଠି √3 +1 ଥାନ୍ତା, ତମେ କଣ କରିଥାନ୍ତ √3 -1 ମଲ୍ଟିପ୍ଲାଏ କରିଥାନ୍ତ। ବୁଝିପାରୁଛ ତ? ଏମିତି ହିଁ କରିବ। ଦେଖ 3 ନମ୍ବର କ୍ୱେଶ୍ଚିନ୍ ତମକୁ ଦେଇଛି 675 କେତେ ଗୁଣିଲେ ଗୁଣଫଳ ଏକ ଘନ ସଂଖ୍ୟା ହବ। तो ये क्वेश्चन जो तुमको देती तुम कौन कर ना तार उत्पादकीकरण करदेव। बुझीपार कथाटी ताले गोटे कम कर 675 केते काटबी 2 रे तो कटोनी कारण एक जेहतु गोटे अजुग्म संख्या अच्छी 2 रे कटो 2 रे कटो ना। अंकन समष्टि जदि देखिए केते अच्छी 18 होगा। अंकन समष्टि जेहतु 18 अच्छी 3 काटी दे पार 3 दूने 6 3 दूने 6 15 हेल्ले 5। बर्तमान जदि देखिए पुणी 3 कटि जाऊँ 3 7 21 ये 5 पुणी 3 कटिला 25 पुणी 5 काटिले 5 ताहेले 675 आमर केते आसुची ना 3टा 3 गुणफल 3टा 3 गुणफल एठी 5 2टा अच्छी। ताहेले देखो एठी तुम 3टा 3 अच्छी माने एटा मु कहि दे पारि कोन 3 रो क्यूब हेकी अच्छी। बुझिपारछ तो? ता संगे 2टा 5 अच्छी माने 5 रो स्क्वायर अच्छी। बुझिपारथुओ ताऊ केते गुणिया दरकार आवश्यक होउची आ गोटे 5 गुणी दियो। बुझिपारछ एटा भी तुमरा कोन ए जो संख्याटा सब देखियो जे एटा 3 रो गोटे गुणितक करिया चेष्टा करथुओ हैला। तो एटा तुमरा केते हिजो ना 3 रो क्यूब गोटे 5 मु गुणी देले ताले 5 रो क्यूब हे गेला। बुझिपारछ तो? ताहेले देखो 5 गुणी साला पर एटा तुमरा कोन हिजो ना एटा देखो 3 गुणन 5 रो क्यू हिजो माने 15 रो क्यू एटा हबो। बुझिपारथुओ कथाटा? कारण देख प्रथम तुम के 3 रो पावर 3 × 5 रो स्क्वायर थिला जदि मोटे 5 मल्टीप्लाई कर दूची सेटा केते होची 3 रो क्यू × 5 रो क्यू एटा तमरा हमें कहि परियानी 15 रो क्यू बोली। माने बुझिपारछ तो a टू द पावर m × b टू द पावर m जदि करिवि ताले एटा तमर केते ab टू द पावर m हबोनी कि ए फॉर्मूलाटा तुम जानछ समस्ते। तो यही हिसाब से तुम केते मल्टीप्लाई करियो ना 5 मल्टीप्लाई करियो। तो यही क्वेश्चन तुम काम होची तुम केवल उत्पादकीकरण जानिबा दरकार क्वेश्चन तुम कर दे पारिबो। क्लियर? 4 नंबर क्वेश्चन तुमको कौन देछि गोटिए बहिर लिखित मूल्य रे 20% रिहाती परे 20% लाभ हुए तेबे लिखित मूल्य रे बिकितिले केते परसेंट लाभ होइथांता। तो देखो 20% रिहाती पर कौन होची ना 20% लाभ होची। मन कर तार जो क्रय मूल्यटा से केते किणी बोले आम धरिया 100 टकर किणी है। तो क्वेश्चन तुमको कौन दे देछि जे 20% लाभ होची ताहले विक्रय मूल्यटा भी तुम चिंता कर दियो केते हबो 20% जदि लाभ होची ताहले विक्रय मूल्य केते हितियो 100 युक्त 100 रो 20% हैला। परीक्षा रे तुम डायरेक्ट कर पारे जे 120 होची नै कि कारण क्रय मूल्य जदि 100 टका नहीं जाउछ जेती परसेंट लाभ होची सेती मिसै दबो तो 120 टका रे विक्रय कराइछि। किंतु देखो क्वेश्चन कौन देछि 20% रिहाती परे तमरो विक्रय मूल्यटा केते 120 टका हेछि ताहले लिखित मूल्यटा हमर केते अछि। बुझिपारछ कथाटा? मन कर देख लिखित मूल्यटा जदि 100 तांता विक्रय मूल्यटा केते 20% रिहाती पर 80 टका हेतांता। एटा बुझिपारछ तो? ताहले विक्रय मूल्यटा तमर केते 120 अछि
ତ ଦେଖ 80 ବେଳେ ତୁମର ଲିଖିତ ମୂଲ୍ୟ ହଉଛି 100, ଏମିତି ଚିନ୍ତା କରିବ ହେଲା। 80 ବେଳେ ହଉଛି 100, 1 ବେଳେ 100/80, 120 ବେଳେ 100/80 ଗୁଣନ 120। ତ ଏଠି ଗୋଟେ କାମ କର, ଏଇଟା 20 ରେ 20 ରେ କାଟିଦେଲେ କେତେ 5/4, ତ 5/4 ଗୁଣନ 120। ତ 4 କୁ 120 କାଟିଲେ କେତେ 30, 30 କୁ 5 ଗୁଣିଲେ ହଉଛି 1.5 ହେଲା। କିନ୍ତୁ ସିଏ ତମକୁ ପଚାରିଛି ଯେ ଲିଖିତ ମୂଲ୍ୟରେ ବିକିଥିଲେ କେତେ ଲାଭ ହୋଇଥାନ୍ତା। ତ କିଣା ହେଇଛି 100 ଟଙ୍କାରେ, ବିକା ମାନେ ଲିଖିତ ମୂଲ୍ୟ ଯଦି ବିକିଥାନ୍ତ 150 ରେ ବିକିଥାନ୍ତ, ତାହେଲେ କେତେ ପରସେଣ୍ଟ ଲାଭ ହୋଇଥାନ୍ତା? 50%। 100 ରେ 50 ଟଙ୍କା ଲାଭ ମାନେ କଣ 50% ଲାଭ ହବ। ଅପସନ ଡି ହଉଛି କରେକ୍ଟ। ବୁଝିପାରିଲ ସମସ୍ତେ, କାହାର ଡାଉଟ ନଥିବ। ଦେଖ ପିଲାମାନେ 5 ନମ୍ବର କ୍ୱେଶ୍ଚିନ୍ ଟା ତମର ସରଳ ସୁଧରୁ ରହିଛି। ବାର୍ଷିକ ଶତକଡ଼ା କେତେ ହାର ସରଳ ସୁଧରେ 8 ବର୍ଷରେ ସମୂଳ ସୁଧ ମୂଳଧନର 5/4 ଗୁଣା ହବ? ତ ଦେଖ ଫର୍ମୁଲାଟା କଣ, ଦେଖ r ଇକ୍ୱାଲ ଟୁ 100 into n-1/t%। ବୁଝିପାରୁଛ? ଦେଖ ଏଇ ଫର୍ମୁଲାରେ r ହଉଛି କଣ ତମେ ବୁଝିପାରୁଛ, ସୁଧର ହାର ହେଲା। ଟି ହଉଛି ତମର କଣ ବର୍ଷ, ଏଇଟା ତ ସମସ୍ତେ ଜାଣିଛ ସମୟ ନୁହେଁ କି, କଣ ଏଇଟା ସମୟ ଟାଇମ। ଏନ୍ ହଉଛି ତମର କଣ ନା କେତେ ଗୁଣ ହଉଛି। ଦେଖ ମାନେ ଯେତେବେଳେ ସମୂଳ ସୁଧର ଏଭଳି କିଛି ଗୁଣ କ୍ୱେଶ୍ଚିନ୍ ଦେଇଥିବ ସେଇଠି ଫର୍ମୁଲାଟି ପକେଇଦବ। ତ ମୁଁ r ପଚାରିଛି, ତାହେଲେ ଲେଖ 100 n କେତେ ଅଛି, n ଜାଗାରେ ଦେଖ ଏଠି n ଜାଗାରେ ଅଛି 5/4, ତ ମୁଁ ସେତିକି ଲେଖୁଛି ହେଲା। 5/4 ମାଇନସ୍ 1 ଟି, ଟି ଜାଗାରେ ମୁଁ ଲେଖିବି କେତେ 8 ଲେଖିଦେବି ହେଲା। ତ ଏଟା ମୋର କେତେ ହବ 100 into 5/4 ରୁ 1 ଗଲେ এটা କେତେ 4, ଉପରେ ହଉଛି 5 minus 1, ତ ଏଟା ତମର କେତେ 1 ହେଇଯାଉଛି ନା। 4/4 କେତେ 1 ହେଇଯାଉଛି, ତ ଏଟା ହଉଛି 100/8। ବୁଝିହେଲା? ତ ଏଇଠି ଟିକେ ଭୁଲ ହେଇଗଲା, ଦେଖ 5/4 ଯେତେବେଳେ ମୁଁ 1 ମାଇନସ୍ କରିବି ଏଟା ତମର ଉପରେ 4 ହବନି କି, 4 ହବ। ତ ଏଟା ତମର କେତେ ହବ, ଏଇଟା ତମର ହେଇଯିବ ଟୋଟାଲ ଉପରେ କେତେ ହବ ପିଲାମାନେ, ତମର 100/8, 100/8 ମାନେ କେତେ 25/4 ନୁହେଁ କି, ସରି 4 ରେ କାଟିଲେ ଏଇଟାକୁ, ଏଇଟା କେତେ ହେଲା 25, ଏଇଟା ହଉଛି 2, ଏତିକି ହଉଛି ନା ତମର ଆନ୍ସର। ତ ଟିକେ ଦେଖ ଏଇଠି ଦେଖ 100 into ଏଇଟା କେତେ 1/4 ନା, 100 into 1/4 ତଳେ ହଉଛି 8, ଏଇଟା କଟିଲେ କେତେ 25, ତ 25/8%, ତାହେଲେ ଏଇଟା ତମର କେତେ ହେଇଯିବ 3/1/8%। ତ ଏମିତି କାଲକୁଲେସନଟା ଠିକରେ କରୁଥିବ ହେଲା। ମନେକର ମୁଁ ଏଇଠି ଗୋଟେ ଭୁଲ କରିଦଉଛି ତାହେଲେ ପୁରା କ୍ୱେଶ୍ଚିନ୍ ତମର ଭୁଲ ହେଇଯିବ। ଫର୍ମୁଲା ଜାଣିକି କେବେ କ୍ୱେଶ୍ଚିନ୍ ଭୁଲ କରିବା ନାହିଁ, କାରଣ ଏଇଭଳି କ୍ୱେଶ୍ଚିନ୍ ତମର ଇଜି ରହିଥାଏ ହେଲା। ଫର୍ମୁଲାଟା ସମସ୍ତେ ମନେ ରଖିବ, r ଇକ୍ୱାଲ ଟୁ 100 into n-1/8, ସରି କେତେ ନା t ହେଲା, ଏତିକି ପରସେଣ୍ଟ ଆନ୍ସର ହବ। ଟି ହଉଛି ତମର ସମୟ, r ହଉଛି ହାର, n ହଉଛି କେତେ ଗୁଣ ହଉଛି ହେଲା। ତ ବାକି କ୍ୱେଶ୍ଚିନ୍ ଗୁଡ଼ିକ ଆମେ ନେକ୍ସଟ କ୍ଲାସରେ ଆଲୋଚନା କରିବା। ଏଇ 5ଟି କ୍ୱେଶ୍ଚିନ୍ ସମସ୍ତେ ବୁଝି ଯାଇଥିବ, ପୁରା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଥିଲା ଏବଂ ଆଶା କରୁଛି ସମସ୍ତେ ବୁଝିଥିବ। ସୋ ନେକ୍ସଟ ପାର୍ଟରେ ମଧ୍ୟ ଆମେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ସବୁ ଦେଖିବା। ଯେଉଁମାନେ ବି ଆମର ଗ୍ରୁପରେ ଜଏନ୍ ହେଇନ ନିଶ୍ଚିତ ଭାବରେ ଜଏନ୍ ହେଇଯିବ। ଏବଂ NRTS ପରୀକ୍ଷା ତମର ପାଖାପାଖି ହେଇଯାଇଛି, ସମସ୍ତେ ନିଜର 100% ଏଫର୍ଟ ଦେଇକି ପଢ଼ାପଢ଼ି କର। ଓକେ, ସୋ ଦେଖା ହେବା ନେକ୍ସଟ ଭିଡ଼ିଓରେ। ସମସ୍ତଙ୍କୁ ଥ୍ୟାଙ୍କ ୟୁ।